ବିଦାୟ ହେଲେ ବାଂଲାଦେଶ। ଆଇସିସି ଟି20 ବିଶ୍ୱକପ୍ 2026ରୁ ସମ୍ପୂର୍ଣ୍ଣ ରୂପେ ବିଦାୟ ହୋଇଛନ୍ତି ବାଂଲାଦେଶ। ଭିକାରିସ୍ତାନର କଥାରେ ପଡ଼ି ବାଂଲାଦେଶ ଟି20 ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି ଏବଂ ସୁବର୍ଣ୍ଣ ସୁଯୋଗ ଛାଡ଼ିଛନ୍ତି। ଦେଖିବାକୁ ଗଲେ କ୍ଷତି ପରେ କ୍ଷତି ସହିଲା ବିସିବି। ମୋତେ ତ ଲାଗୁଛି ପାକିସ୍ତାନ କଥାରେ ସମସ୍ତେ ଭିକାରୀ ହେଉଛନ୍ତି ଏବଂ ସମସ୍ତେ ହେବାକୁ ଯାଉଛନ୍ତି ଏବଂ ଦେଖିବାକୁ ଖୁସି ଖବର ସ୍କଟଲ୍ୟାଣ୍ଡ କମ୍ବ୍ୟାକ୍ କଲେ ଟି20 ବିଶ୍ୱକପ୍ 2026ରେ। ପାକିସ୍ତାନର କଥାରେ ପଡ଼ି ବାଂଲାଦେଶ ଦଳ ସମ୍ପୂର୍ଣ୍ଣ ରୂପେ ବାଦ୍ ପଡ଼ିଛି ଆଇସିସି ଟି20 ବିଶ୍ୱକପ୍ 2026ରୁ, ଯାହା ଭାରତରେ ଆୟୋଜିତ ହେଉଥିବା ଫେବୃଆରୀ 7 ତାରିଖରୁ। ଦେଖିବାକୁ ଗଲେ ଭାରତରେ ସିକ୍ୟୁରିଟି ଅଭାବ ଯୋଗୁଁ ଏମିତି ବୟାନ ଦେଇଥିଲେ ବିସିବିର ଅଧ୍ୟକ୍ଷ ଏବଂ ଏଥିପାଇଁ ସେ ନାରାଜ ହୋଇଥିଲେ। ଭାରତରେ ମାଟିକୁ ଆସି ଖେଳିବା ପାଇଁ ପ୍ରସ୍ତୁତ ନାହାନ୍ତି ବୋଲି କହିଲେ ଏବଂ ତାଙ୍କ ମ୍ୟାଚ୍ ସବୁ ଶ୍ରୀଲଙ୍କାରେ ଜିତେ ହେଉ ଏବଂ ଏଥିପାଇଁ ରାଜି ହୋଇନଥିଲେ ଆଇସିସି। ଦେଖିବାକୁ ଗଲେ ଆଇସିସି ଅଧ୍ୟକ୍ଷ ଜୟ ଶାହ ଖୋଲାଖୋଲି କହିଲେ, ଆପଣଙ୍କ ଇଚ୍ଛା, ଯଦି ଆପଣ ନ ଆସିବେ ତାହେଲେ କ୍ଷତିପୂରଣ ଦିଅନ୍ତୁ। ତୁମ ଦେଶ ବଦଳରେ ଆମେ ସ୍କଟଲ୍ୟାଣ୍ଡକୁ ଖେଳାଇ ପାରିବୁ। ତେବେ ସେ ବିଷୟରେ ଆଲୋଚନା କରିବା ଚାଲନ୍ତୁ। ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଟି20 ବିଶ୍ୱକପ୍ 2026 ଆସନ୍ତା ଫେବୃଆରୀ 7 ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏଥିମଧ୍ୟରୁ 20 ତାରିଖ ଘୋଷଣା ହୋଇସାରିଛି। ଦେଖିବାକୁ ଗଲେ କେଉଁ 20ଟି ଦେଶ ଅଂଶଗ୍ରହଣ କରିବେ, ମୋତେ ତ ଲାଗୁଛି 20ଟି ଦଳ ମଧ୍ୟରୁ ପାକିସ୍ତାନ ଏବଂ ଖେଳିବ। କାହିଁକି ନା ସେ ମଧ୍ୟ ଖେଳିପାରିନଥିଲା, କିନ୍ତୁ ଏଥିମଧ୍ୟରେ ଦେଖିବାକୁ ଗଲେ ବାଂଲାଦେଶ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ସ୍କଟଲ୍ୟାଣ୍ଡକୁ ସୁଯୋଗ ଦିଆଯାଇଛି। ଦେଖିବାକୁ ବାକି ରହିଲା ପାକିସ୍ତାନ କଥାରେ ପଡ଼ି ବାଂଲାଦେଶ କେତେ ସହିବ।